ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ। ବ୍ରହ୍ମପୁରରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ 8 ଦିନ ନ ପୂରୁଣୁ ଆଜି ସନ୍ଧ୍ୟାରେ ଆଉ ଜଣେ ଆଇନଜୀବୀଙ୍କୁ ଆକ୍ରମଣ ହୋଇଛି। ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳରେ। 16 ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ଚଣ୍ଡିଖୋଲ କୋର୍ଟର ଆଇନଜୀବୀ 58 ବର୍ଷୀୟ ମନିର ମହମ୍ମଦଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆଇନଜୀବୀ ମନିର ମହମ୍ମଦ ଚଣ୍ଡିଖୋଲ କୋର୍ଟରୁ କାର୍ଯ୍ୟ ସାରି ସନ୍ଧ୍ୟା 6ଟା ସମୟରେ ଫେରୁଥିବା ବେଳେ 2 ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଲୁହା ରଡ୍ରେ ଆକ୍ରମଣ କରିଥିଲେ, ଯାହା ଫଳରେ ତାଙ୍କ ଶରୀରର ଅନେକ ଜାଗାରେ କ୍ଷତ ହୋଇଥିବା ବେଳେ ଗୋଡ଼ ଓ ହାତରେ ଆଘାତ ହୋଇଛି। ତାଙ୍କର ବଡ଼ଚଣା ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ବଡ଼ଚଣା ଥାନାରେ ଏନେଇ ଆଇନଜୀବୀ ରିପୋର୍ଟ ଦେଇଛନ୍ତି। ଏ ସମ୍ବନ୍ଧରେ ବଡ଼ଚଣା ଥାନା ଅଧିକାରୀ ସୁରେନ୍ଦ୍ର ନାଥ ଜେନା ଅଧିକ ତଦନ୍ତ ଜାରି ରଖିଛନ୍ତି। प्रतिदिन छतिया चंडीगढ़ कोर्ट को आसे और कम सारी फेरे। आज फेरिया बाटर मो बाइक जाऊँगी हाँ 40-50 मो बाइक स्पीड थी। मो साइड रे गोटे बाइक रे 2 जन लोक जाऊे ता भर जन लोक मत जोर रड मुंड को बाड़ेला मत मो मुंडर हेलमेट थी बचे मानने घोर आखि ये गला मु जाकि आगे बारिकेड गली मैंने पड़ी मो गोड़ हाथ सब छिड़गला मारात्मक आक्रमण हो मैंने आप निरापद केमती जावासवा करी कोर्ट को आप सुरक्षा ना निरापद रोड जावासवा ना आप मत निरापद आईनजीवी कौन केमती हम जी मत आटाक कर धरी कठोर कठोर संजाम देने बस ये न्याय ही आपको इच्छा कर। अस्मिता खबर को लाइक शेयर सब्सक्राइब करने को भूलिबे नहीं।